ଟଙ୍କା ସଞ୍ଚୟ କରିବାର ତିନିଟା ଉପାୟ ହେଲା କ'ଣ ନା ପ୍ରଥମ ହେଲା ଆପଣମାନେ ବ୍ରତ ରଖନ୍ତୁ। ଯେଉଁ ବ୍ରତ କି ଆମେ ଖାଇବା ପାଇଁ ନୁହଁ, ସଞ୍ଚୟ କରିବାର ବ୍ରତ, ପଇସା ଖର୍ଚ୍ଚ କରିବାର ବ୍ରତ ବା ଉପବାସ ରଖନ୍ତୁ। ସପ୍ତାହରେ ଗୋଟେ ଦିନ କିମ୍ବା ମାସରେ ଗୋଟେ ଦିନ କିମ୍ବା 15 ଦିନରେ ଗୋଟେ ଦିନ ଏମିତି ରଖିବେ ଯେଉଁଦିନ ବି ଆପଣ ଟଙ୍କାଟିଏ ବି ପଇସା ଖର୍ଚ୍ଚ କରିବେ ନାହିଁ। ଯେକୌଣସି ବି ଜିନିଷ ଆପଣ ଯଦି ଅନଲାଇନ୍ରେ କିଣୁଛନ୍ତି ତାକୁ ଇନକଗ୍ନିଟୋ ମୋଡ଼ରେ କିଣନ୍ତୁ, ଯାହାଦ୍ୱାରା ଆପଣଙ୍କୁ କୌଣସି କୁକିଜ୍ ଆସିବ ନାହିଁ ଯେ ଆପଣଙ୍କୁ ସେ ଜିନିଷଟା ପୁଣି ଆଉଥରେ ଅଧିକା ଦରରେ ଦେଖେଇବ। 3 ନମ୍ବର ହେଲା ଦରମା ଆସିଲା ମାତ୍ରେ ଆପଣମାନେ କ'ଣ କରିବେ, ତାକୁ SIP ମୋଡ଼ରେ ହେଉ କିମ୍ବା ଆପଣ ଯେକୌଣସି ମାଧ୍ୟମରେ ସଞ୍ଚୟ କରନ୍ତୁ, ସଞ୍ଚୟକୁ ଆପଣଙ୍କର ଅଟୋମେଟିକ୍ କରନ୍ତୁ, ଯାହାଫଳରେ ଆପଣଙ୍କର ଦରମା ଆସିଲା ତାକୁ ସଞ୍ଚୟରେ କନଭର୍ଟ ହେଇଗଲା। କାହିଁକି ନା ଯେ ଆପଣମାନେ ଭାବୁଛନ୍ତି କିଛି ଟଙ୍କା ମୁଁ ସଞ୍ଚୟ କରିବି, ଖର୍ଚ୍ଚ କଲା ପରେ ଯାହା ବଳକା ହେବ ତାକୁ ସଞ୍ଚୟ କରିବି ବୋଲି ଭାବୁଛନ୍ତି। ସେମିତି ନୁହଁ, ସଞ୍ଚୟ କଲା ପରେ ଯାହା ବଳକା ହେବ ସେ ଟଙ୍କାକୁ ଆପଣମାନେ ଖର୍ଚ୍ଚ କରିବେ।